ବନ୍ଧୁଗଣ, ଭଗବାନଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରତ୍ୟେକ ଲୋକ ମନ୍ଦିରକୁ ଯାଇଥାନ୍ତି। ତେବେ ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିସାରିବା ପରେ ମନ୍ଦିରର ବେଢ଼ା ଚାରିପଟେ ପରିକ୍ରମା କରିବା ବହୁତ ଭଲ କଥା ଅଟେ। ମନ୍ଦିରକୁ ଯାଇଥିବା ଭକ୍ତ ଭଗବାନଙ୍କ ଦର୍ଶନ ସାରି ମନ୍ଦିରର ବେଢ଼ା ଚାରିପଟେ ପରିକ୍ରମା କରିବା ଦ୍ୱାରା ଭକ୍ତଟି ଭଗବାନଙ୍କୁ ନିଜର ଭକ୍ତ ଭାବି ସମର୍ପଣ କରିଦିଏ। ତେବେ ଏହି କଥା ଶାସ୍ତ୍ରରେ ବର୍ଣ୍ଣିତ ହୋଇ ରହିଛି। ହେଲେ ବନ୍ଧୁଗଣ, ମନ୍ଦିରକୁ ଯାଉଥିଲେ ମନ୍ଦିରର ବେଢ଼ା ପରିକ୍ରମା କରିବାର ମଧ୍ୟ କିଛି ନିୟମିତ ରହିଛି, ଯାହାକୁ ମାନି କାମ କରିବା ଦ୍ୱାରା ପୂଜାର ପୂର୍ଣ୍ଣଫଳ ଶ୍ରଦ୍ଧାଳୁଙ୍କୁ ପ୍ରାପ୍ତ ହୋଇପାରିଥାଏ। ନଚେତ୍ ଯେଉଁ ବ୍ୟକ୍ତି ଏହି ସବୁ ନିୟମର ପାଳନ କରିନଥାଏ, ତେବେ ତାହାର ପୂଜା ପୂର୍ଣ୍ଣ ହୋଇପାରିନଥାଏ। ଯେତେବେଳେ ବ୍ୟକ୍ତି ଭଗବାନଙ୍କ ଦର୍ଶନ ସାରି ମନ୍ଦିର ଚାରିପଟେ ପରିକ୍ରମା କରୁଥିବ, ସେତେବେଳେ ସେହି ବ୍ୟକ୍ତିର ମନ ଶାନ୍ତ ତଥା ପବିତ୍ର ରହିଥିବା ଆବଶ୍ୟକ ହୋଇଥାଏ। ଯେଉଁ ସମୟରେ ବ୍ୟକ୍ତି ମନ୍ଦିରର ବେଢ଼ା ପରିକ୍ରମା କରୁଥିବ, ସେହି ସମୟରେ ବ୍ୟକ୍ତି ମନ ମଧ୍ୟରୁ ସବୁ ମୋହମାୟାକୁ ବାହାର କରି ଦେବା ଉଚିତ। ଏଥିସହ ଭଗବାନଙ୍କୁ ଶୁଦ୍ଧ ମନରେ ଆରାଧନା କରିବା ଉଚିତ। ଯେତେବେଳେ ବି କୌଣସି ବ୍ୟକ୍ତି ମନ୍ଦିର ବେଢ଼ା ପରିକ୍ରମା କରୁଥିବ, ସେହି ସମୟରେ ବ୍ୟକ୍ତି ନିଜର ପରିବାର, ବନ୍ଧୁ ପରିଜନ ତଥା ସାଙ୍ଗସାଥୀମାନଙ୍କ ବିଷୟରେ ମନ୍ଦିର ବେଢ଼ାରେ ଆଲୋଚନା କରିବା ଅନୁଚିତ ଅଟେ। ମନ୍ଦିର ବେଢ଼ା ପରିକ୍ରମା କରୁଥିଲେ ସେହି ସମୟରେ ମୁହଁରେ ଭଗବାନଙ୍କ କୌଣସି ମନ୍ତ୍ର ବା ନାମର ଉଚ୍ଚାରଣ କରିବା ଉଚିତ, ଯାହାଦ୍ୱାରା ମନରେ ଆଧ୍ୟାତ୍ମିକ ଭାବ ଜାଗ୍ରତ ହୋଇବ। ବେଢ଼ା ପରିକ୍ରମା ବେଳେ ଅତି ଧୀର ବା ଜୋରରେ ଦୌଡ଼ିବା ଅନୁଚିତ। ତେଣୁ ସାମାନ୍ୟ ଗତିରେ ପ୍ରଭୁଙ୍କୁ ସ୍ମରଣ କରି ବେଢ଼ା ପରିକ୍ରମା କରନ୍ତୁ। ପରିକ୍ରମା କରିବା ସମୟରେ ଅଧାରୁ ଫେରିକି ପଛକୁ ଆସନ୍ତୁ ନାହିଁ। ପରିକ୍ରମା ସମୟରେ ମଝିରେ ଅଟକି ରୁହନ୍ତୁ ନାହିଁ। ପ୍ରଭୁ ଗଣେଶଙ୍କ 3 ଥର, ପ୍ରଭୁ ଶିବଙ୍କର ଅର୍ଦ୍ଧ ପରିକ୍ରମା, ଭଗବାନ ନାରାୟଣ ଓ ତାଙ୍କ ସହ ଥିବା ଅନ୍ୟ ଭଗବାନଙ୍କ 4 ଥର, ପ୍ରଭୁ ହନୁମାନଙ୍କ ପାଖରେ 3 ଥର, ଶନିଦେବ ଓ ଅଶ୍ୱଗଛର ପାଖରେ 7 ଥର ପରିକ୍ରମା କରିବା ଉଚିତ, ଯାହାଦ୍ୱାରା ଆପଣଙ୍କ ମନ୍ଦିର ବେଢ଼ା ପରିକ୍ରମା ସଫଳ ହୋଇଥାଏ।